जय जगन्नाथ बंधु आम चैनल तरफ आपण को शुभेच्छा एवं अभिनंदन। आसंतु आउ एक सुंदर प्रसिद्ध स्थानर दर्शन रे जिबा ताहा हेउची मणिनाग गुंफा। कटक जिला टांगी ब्लॉक जरीपड़ा पंचायत जलुका पहाड़ रे अवस्थित मणिनाग गुंफा। यही गुंफाटी कटक ठारू 25 किलोमीटर दूर एवं गोविंदपुर छकरू 5 किलोमीटर दूर रे अवस्थित। यह 5000 वर्ष पूर्वर गुंफाटी। आउ यहाकू पाताल को द्वार बोली कह जायछि। महापुरुष अच्युतानंद एठारे तपस्या करथिले। 1934 रु 1946 12 वर्ष साधना करथिले बाबा वैकुंठनाथ। महाभारतर वन पर्व मध्य यही गुंफा विषय अनेक कथा वर्णना करा जायछि। एठारे अहिबट रही कह जाए पांडव माने एठारे अस्त्र सब लुचाई रखिथिले। आउ अच्युतानंदंकर यही साधना पीठरे अनेक अलौकिक घटना सब घटिछि। यह एक आध्यात्मिक प्राण केन्द्र बाबा वैकुंठनाथ ब्रह्मचारी आश्रम एठारे अवस्थित। एठारे बाबा साधना शेष करी सारा जगत को शांतिर वार्ता देइथिले। आसंतु बंधु यही सुंदर स्थानर दर्शन रे आमे माने जिबा। आजिर यही पवित्र बेलारे आमे एक सुंदर जगार अच्छु। यह हेउची आमर जलुका पहाड़ स्थित बाबा वैकुंठनाथ ब्रह्मचारी आश्रम। ए गुंफार नाम होची मणिनाग गुंफा। आम लोकख्याति रे अनेक कथा एथि सुनिबा को मिले। एथि एई जलुका पहाड़ आध्यात्मिक क्षेत्र। एथि प्रभु नागदेवता अछंती एवं कहा जाए सी विरूपा नदी जाई जलपान करती। अनेक भक्त मान ठारू सुना जाए से भी देखिथिबा लोक प्राय विरल। वर्तमान से पावन मणिनाग गुंफार दर्शन उद्देश्य जीवा आसन। वर्तमान मालिका वर्णित से मणिनाग गुंफा निकट में अच्छा आपन देखु। ये हेले मणिनाग गुंफा। आसतु भितर प्रभु को दर्शन करवा। यह एक सारस्वत क्षेत्र एवं मालिका वर्णित पवित्र क्षेत्र। अनेक साधु सन्थ एठिक आसती भगवान का दर्शन करती। प्रभु वैकुंठनाथ ब्रह्मचारी थिले एवं एठी सिद्धि लाभ करथिले। तांको द्वारा अनेक उपकृत होइतिले एवं से समाजर मंगल विधान करथिले। बाबा वैकुंठनाथ ब्रह्मचारी जेतेबेले गुरुंकर आशीर्वाद प्राप्त हेले से आसिक यही जगह पहुँचले। ये जो
କ୍ୟାମେରାମ୍ୟାନ୍ ଦୀପୁ ବାବୁଙ୍କୁ କହିବି ସେ ବଟ ବୃକ୍ଷକୁ ଆପଣଙ୍କୁ ଦର୍ଶନ କରିବି। ଏଇ ଯେଉଁ ବଟ ବୃକ୍ଷ ଆପଣ ଦେଖୁଛନ୍ତି ଏଇଠି ବାବା ପ୍ରଥମେ ସମାଧିରତ ଥିଲେ ଏବଂ ଏଇଠି ସିଦ୍ଧି ଲାଭ କରିଥିଲେ। ଆମେ এই ମଣିରାଜ ଗୁମ୍ଫାରେ ବୁଲୁ ବୁଲୁ ଜଣେ ଭକ୍ତଙ୍କ ଭେଟ ପାଇଲୁ। ସେ ହେଲେ ଆପଣ ପରିଚୟ ଦେଇ ଦିଅନ୍ତୁ। ମୋ ନାଁ ସତ୍ୟନାରାୟଣ ବ୍ରହ୍ମା। ସେ ଜୟ ଜଗନ୍ନାଥ। ସତ୍ୟନାରାୟଣ ବ୍ରହ୍ମା। ମୋ ନାଁ ସତ୍ୟନାରାୟଣ ବ୍ରହ୍ମା। ମୁଁ ବାବାଙ୍କର ଜଣେ ଭକ୍ତ। ଆଉ ଏ ମଣିନାଗ ଗୁମ୍ଫା ଯେ ତାଙ୍କର ଏଇଟା ହେଉଛି ପ୍ରଭୁଙ୍କର ରାସସ୍ଥଳୀ। ଯେଠି ବାବା ତ ସବୁ କିଛି କହିଛନ୍ତି, ମୁଁ ବା କ'ଣ ଅଧିକା କହିବି। ଏଠି କାର୍ତ୍ତିକ ପୂର୍ଣ୍ଣିମାରେ, ରାସ ପୂର୍ଣ୍ଣିମାରେ ଏଠି ବହୁତ ଆଡ଼ୁ ଲୋକ ଆସନ୍ତି। ଇଭିନିଂ ବି କଲିକତାରୁ ବି ତାଙ୍କର ବହୁତ ଅଛନ୍ତି ଭକ୍ତ। କଲିକତାରୁ ବି ଆସିକି ଏଠି ରୁହନ୍ତି 3-4 ଦିନ, ରାସ କରିକିରି ସେମାନେ ଫେରିଯାଆନ୍ତି। ଏକ ପବିତ୍ର ପାବନ ବେଳାରେ ଆମେ ଏଇ ମଣିନାଗ ଗୁମ୍ଫାରେ ଉପସ୍ଥିତ ଅଛୁ। ଏଠିକାର ଯିଏ ଅଧୀଶ୍ୱର ଅଛନ୍ତି ବର୍ତ୍ତମାନ ବାବା ନିର୍ଭୟାନନ୍ଦ ଆମ ପାଖରେ ଅଛନ୍ତି। ଆଜ୍ଞା, ଆପଣଙ୍କୁ ଆମ ଚ୍ୟାନେଲ ତରଫରୁ ପ୍ରଣାମ। ଏହି ପୀଠ ବିଷୟରେ ବିପଦ କହିବା ପାଇଁ ଆମେ ଅନୁରୋଧ କରୁଛୁ ଆପଣ। ଏ ପୀଠଟି ହେଉଛି ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ସାଧନା ପୀଠ। ଏଇ ଯେଉଁ ମଣିନାଗ ଗୁମ୍ଫା, ଆଜ୍ଞା ଆଜ୍ଞା। ବାବା 15 ବର୍ଷ ବୟସରୁ ପଳେଇ ଆସିଥିଲେ। ଏଇ ଗୁମ୍ଫାରେ ରହୁଥିଲେ, ସାଧନା କରୁଥିଲେ। ଏଇ ଗୁମ୍ଫା ଆଉ ଏଇ ଗଛ ଛଡ଼ା ଆଉ ଏଠି କିଛି ନଥିଲା। ବାବାଙ୍କ ନିର୍ଦ୍ଦେଶ ହେଇଥିଲା, ତୁମ ଯାଅ ମଣିନାଗ ଗୁମ୍ଫା में ତପସ୍ୟା କର। ତାଙ୍କ ଗୁରୁ କହିଥିଲେ। କିନ୍ତୁ କେଉଁଠି ମଣିନାଗ ଗୁମ୍ଫା ବାବା ଜାଣିନଥିଲେ। ହଠାତ୍ ଆସି ଏଠି ପହଞ୍ଚିଲେ ସକାଳୁ ସକାଳୁ, ଏଇଠି ଅବସ୍ଥାନ କଲେ। ଆଉ ଏଇଟା ପ୍ରକୃତିରେ ବାବା ଆସି ପହଞ୍ଚିଲା ବେଳକୁ ପ୍ରକୃତିରେ ମଣିନାଗ ଗୁମ୍ଫା ଆଉ। ତେଣୁ ମାଳିକାରେ ବି ଏ ବିଷୟରେ ଲେଖା ହେଇଛି, ମଣିନାଗ ଗୁମ୍ଫା ମହିମା ଅପାର, ପାତାଳକୁ ଦ୍ୱାର ଥିବ 2 ସହସ୍ର ମୁନି, ସିଦ୍ଧିସା ବିଚିଲି କୋଟିଏ ଅଛି ଆଶ୍ରମ। ଯେ ଜୌଳକା ନାମ ଗନ୍ଧ ମାରଦନ, ଅଷ୍ଟକୁଳା ଅଷ୍ଟନିଧି, ଅଷ୍ଟପାଟ ବଂଶୀ ଜହିଁରେ ବିଶ୍ରାମ, ଅଷ୍ଟବସୁ ମେଧାନିଧି। ତେଣୁ ଇଏ ଯେଉଁ ଜୌଳକା ପାହାଡ଼ର ମଣିନାଗ ଗୁମ୍ଫା, ପାତାଳକୁ ଦ୍ୱାର ଅଛି ବୋଲି ମାଳିକା କହୁଛନ୍ତି। ଏବଂ ଅଷ୍ଟପାଟ ବଂଶୀଙ୍କର ବିଶ୍ରାମ ସ୍ଥଳ ବୋଲି ବି ମାଳିକା କହୁଛନ୍ତି। ଶିବକଳ୍ପରେ ସବୁ ଅଛି। ଅଚ୍ୟୁତାନନ୍ଦ ମହାପୁରୁଷ ସବୁ ବର୍ଣ୍ଣନା କରିଛନ୍ତି ଶିବକଳ୍ପରେ। ଏଇ ଯେଉଁ ବଟ ବୃକ୍ଷଟି ଦେଖୁଛନ୍ତି ଆପଣ, ତାକୁ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ, ଇଏ ବଟର ପତ୍ର ସ୍ୱୟଂ 16 ସହସ୍ର ଗୋପୀ କେହି ଦେଖି ନ ପାରନ୍ତି ସଦା ନେତ୍ରେ ଦେଖି। ତେଣୁ ଏ ବଟ ବୃକ୍ଷ ନାଁ ବି ମାଳିକାରେ ଅଛି। ମଣିନାଗ ଗୁମ୍ଫା ବି ମାଳିକାରେ ଅଛି। ବାବାଙ୍କ ନାଁ ବି ମାଳିକାରେ ଅଛି। କ'ଣ ଅଛି ନା, ଅଖିଳ ବ୍ରହ୍ମାଣ୍ଡ ତାରଣ କାରକ ହେବେ ଦିଗ ଘରେ ଜାତ, ବିରଜା ମଣ୍ଡଳେ ଅବତରିଥିବେ ବିଷ୍ଣୁ ଅଂଶ ହେବେ ଜାତ, କାମ ରମାପରା ବୀଜ ବସାଇଣ ଧ୍ୟାନ ସୂତ୍ର ଶିଖାଇବେ, ଚିହ୍ନା ନ ପଡ଼ିବେ ଚିହ୍ନି ନ ପାରିବେ ବ୍ରଜସୂତ୍ର ବାଛି ନେବେ। ସେ ଅଖିଳ ବ୍ରହ୍ମାଣ୍ଡ ତାରଣ କାରକ, ସେ ବ୍ରାହ୍ମଣ ଘରେ ଜନ୍ମ ନେଇଥିଲେ। ଆଉ ଏଠି ଗୁରୁ ରୂପରେ ବୀଜ ମନ୍ତ୍ର ଶିଖଉଥିଲେ କାମ ରମାପରା। ଚିହ୍ନା ଦେଇନଥିଲେ କାହାକୁ, ବା ଚିହ୍ନି ପାରୁନଥିଲେ କେହି। ସେ ଏମିତି ତାଙ୍କର ଲୀଳା କରି ପଳେଇଲେ। ତାପରେ ତାଙ୍କ ବାପାଙ୍କ ନାଁ ବି ଅଛି ମାଳିକାରେ। ବାବା କହିଲେ, ପିତୃଦତ୍ତ ନାମ ମୋର ଅଟଇଟି ବଟ, ଶ୍ରଦ୍ଧାରେ ଗୁରୁ ପ୍ରଦାନ କଲେ ବୈକୁଣ୍ଠ। ତାଙ୍କର ପିତୃଦତ୍ତ ନାମ ଥିଲା ବଟ। ମାଳିକାରେ ଲେଖିଲା, ଚ ଅକ୍ଷରେ ତାତ ସୁଭଦ୍ରା ଯେ ମାତା, ଉଦରୁ ସମ୍ଭୂତ ହେବ, ବ ସଙ୍ଗେ ଟ ଯୁକ୍ତ କରି ପୁଣି ପ୍ରକାଶ୍ୟ ନାମ ବହିବ। ବ ସଙ୍ଗେ ଟ ଯୁକ୍ତ କରି କ'ଣ? ବଟ। ତାଙ୍କ ବାଲ୍ୟ ନାମ ଥିଲା ବଟ। ବାପାଙ୍କ ନାଁ ଚ ଅକ୍ଷରେ ଚୈତନ୍ୟ କର, ମାଙ୍କ ନାଁ ସୁଭଦ୍ରା ଦେବୀ ଥିଲା। ସିଏ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ତାରଣ କାରକ। ପୁରା ତାପରେ ପୁଣି କହିଲେ ମାଳିକାରେ,
ବକାର ସହିତ ଯୋଗ ହୋଇଛି ଟକାର, ବୈକୁଣ୍ଠନାଥ ସେଇ ସ୍ୱୟଂଟି ଓଙ୍କାର। ତେଣୁ ବୈକୁଣ୍ଠନାଥ ଯିଏ ସେ ସ୍ୱୟଂ ଓଙ୍କାର, ସିଏ ହେଉଛନ୍ତି ଜଗନ୍ନାଥ, ସିଏ ହେଉଛନ୍ତି ରାମ, ସିଏ ହେଉଛନ୍ତି କୃଷ୍ଣ। ଗୁରୁ ରୂପରେ ସେ ଆସିଥିଲେ, ଏଠି ଅବତୀର୍ଣ୍ଣ କରିଥିଲେ। ଆଉ ମାନବ କଲ୍ୟାଣ ପାଇଁ, ଭକ୍ତମାନଙ୍କ କଲ୍ୟାଣ ପାଇଁ ଏଠି ଏ ଆଶ୍ରମଟିକି ସ୍ଥାପନ କରି ତାଙ୍କ ଲୀଳା କରି ସେ ମାନେ ଚାଲି ସେ ଅଛନ୍ତି, ତାଙ୍କ ଶରୀର ସିନା ଯାଇଛି, ଗୁରୁଙ୍କର କ'ଣ ମୃତ୍ୟୁ ଥାଏ? ତାଙ୍କ ଶରୀର ଅପ୍ରକଟ ସେ ଅଛନ୍ତି, ଲେକିନ୍ ସେ ସବୁବେଳେ ଏଠି ଅଛନ୍ତି। ଆଉ ସେ ଯେଉଁ ମଣିନାଗ ଗୁମ୍ଫା ସେ ବିଷୟରେ ଟିକେ କହିବେ। ମଣିନାଗ ଗୁମ୍ଫା କହିବା, ମଣିନାଗ ଗୁମ୍ଫା ମହିମା ଅପାର, ସେଠି ମଣିନାଗ ଅଛନ୍ତି। ମଣିନାଗ ଆଗରୁ ବାବା ଯେତେବେଳେ ଦେହାନ୍ତ ନ ହେବା ପୂର୍ବରୁ ମଣିନାଗ ଯେତେବେଳେ ବାହାରିବେ, ଯେଉଁଦିନ ବାବା କହିଥିଲେ ଆଜି ବାହାରିବରେ ଦର୍ଶନ କରିବ, ସେମିତି କେହି କହିଲା ବାଲା ନାହାନ୍ତି ବର୍ତ୍ତମାନ। କିଏ ଜାଣିବ? ସିଏ କହୁଥିଲେ ଯେ ଆଜି ବାହାରିବେ, ଦେଖିବରେ କିଏ ଦର୍ଶନ କରିବ। ଏମିତି ବି ହେଇଛି କିଛି? ହେଇଛି ମୁଁ ମୋ ମ୍ୟାଗାଜିନରେ ପଢ଼ିଛି, ଯେଉଁମାନେ ସବୁ ଦର୍ଶନ କରୁଥିଲେ। ଏଠି ପୂଜା ପାର୍ବଣ ନୀତିକାନ୍ତି କ'ଣ? ଏ ହେଉଛି କାର୍ତ୍ତିକ ମାସରେ ବଡ଼ ପର୍ବ ରାସ ଉତ୍ସବ, ବହୁତ ବଡ଼ ଧରଣର ହେଉଛି ରାସ ହୁଏ। କାର୍ତ୍ତିକ ପୂର୍ଣ୍ଣମୀ, ସବୁ ପୂର୍ଣ୍ଣମୀରେ ହୁଏ ରାସ, କିନ୍ତୁ ବଡ଼ ରାସ ହେଲା ଉତ୍ସବ କାର୍ତ୍ତିକ ପୂର୍ଣ୍ଣମୀ। ରାଧାକୃଷ୍ଣ ହେଲେ ମୁଖ୍ୟ ଏଠି ଆରାଧ୍ୟ ଦେବତା। ରାଧାକୃଷ୍ଣ ହେଲେ ସେଠି ବାବାଙ୍କର ଆରାଧ୍ୟ ଦେବତା। ସେ ପଛରେ ବାବା ପତିତପାବନୀ ଯେଉଁ ପ୍ରତିଷ୍ଠା କଲେ, ତେଣୁ ଇଏ ମହାଶ୍ରମ ନା ଠାକୁରଙ୍କ ନା ପତିତପାବନୀ ଯେଉଁ ମନ୍ଦିର ଏଇଟା ରାଧାକୃଷ୍ଣଙ୍କ ନାଁରେ ହେଇନି। ପତିତପାବନୀ। ଯାହା ହଉ ଆପଣ ଏଇ ପବିତ୍ର ପାବନ ଆଶ୍ରମ ବିଷୟରେ କିଛି ଆମକୁ କହିଲେ, ସେଥିପାଇଁ ଆମ ଚ୍ୟାନେଲ୍ ତରଫରୁ ଆପଣଙ୍କୁ ଧନ୍ୟବାଦ, ବାରମ୍ବାର ପ୍ରଣାମ। କଳନୂପୁରରାଜିତ ଚାରୁପଦମ୍ ମଣିରଞ୍ଜିତ ଖଞ୍ଜିତ ଭୃଙ୍ଗମଦମ୍ ଧ୍ୱଜବଜ୍ରଝଶାଙ୍କିତ ପାଦଯୁଗମ୍ ଭଜ କୃଷ୍ଣନିଧି ବ୍ରଜରାଜସୁତಂ ଭୃଷଚନ୍ଦନଚର୍ଚିତ ଚାରୁତନୁଂ मणिकौस्तुभगृहीतभानुतनुं ब्रजबालशिरोमणिरूपधृक भज कृष्णनिधि ब्रजराजसुतं वृषभानुसुतावरकेळीपरं रसराजशिरोमणिवेशधरं जगदीश्वर विश्वर पीताम्बरं भज कृष्णनिधि ब्रजराजसुतं भज कृष्णनिधि ब्रजराजसुतम्।